କିନ୍ତୁ ଏ ବର୍ଷର ମୁଖ୍ୟ ଆକର୍ଷଣ ରହିବ ତୋରଣ। ଗ୍ରାମବାସୀ ଅନୁମୋଦନ କ୍ରମେ ଏବଂ କମିଟିର ଅନୁମୋଦନ କ୍ରମେ ତୋରଣୀଟିର ନାମ ନିଜସ୍ୱ କାଳ୍ପନିକ ତୋରଣୀଟିର ନାମ ଦିଆଯାଇଛି ବୌଦ୍ଧଗଡ଼ ଦୁର୍ଗ। ବୌଦ୍ଧଗଡ଼ ଦୁର୍ଗ ଏଇଥିପାଇଁ ଦିଆଯାଇଛି, ଆପଣ ଜାଣିଥିବେ ଶିଶୁପାଳଗଡ଼ ରାଜାଙ୍କର ରାଣୀ ଏଇ ଅଞ୍ଚଳରେ ବୁଲାବୁଲି ମାନେ ତାଙ୍କର କିଛି ଜାଗା ମଧ୍ୟ ତାଙ୍କର କିଛି ପୁରୁଣା ଜାଗା ଏଇ ଜାଗାରେ ଅଛି, ଝାରପଡା ଗ୍ରାମରେ ଅଛି। ସେଥିପାଇଁ ମାଙ୍କର ଏଇ ତୋରଣୀଟିର ନାମ ବୌଦ୍ଧଗଡ଼ ରୂପେ ବୌଦ୍ଧଗଡ଼ ଦୁର୍ଗ ପାଇଁ ନାଁ ଦିଆଗଲା। ଆଉ ମୁଖ୍ୟ ଆକର୍ଷଣ ରହିବ ଆଲୋକକରଣର। ଆପଣଙ୍କର ଓଭରବ୍ରିଜ ଠାରୁ ଆରମ୍ଭ କରି ଜେଲ୍ ଛକ ମଧ୍ୟ ଦେଇ ଝାରପଡା ଗାଁ ମଧ୍ୟ ଦେଇ ମେଲନ ପଡିଆ ପର୍ଯ୍ୟନ୍ତ ପୁରା ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମା ଭଉଣୀ ମାନେ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ନାହିଁ, ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଆଲୋକୀକରଣ କରାଯାଇଛି। କେହି କାହାକୁ ଦୁର୍ବ୍ୟବହାର କରିବେ ନାହିଁ। ସେଥିପାଇଁ ଆମର 300ରୁ ଉର୍ଦ୍ଧ୍ୱ ମେମ୍ବର୍ସ ଭାଇ ମାନେ ଅଛନ୍ତି, ଯୋଉମାନେ ସିସି କ୍ୟାମେରା ସହିତ ସମସ୍ତ କାର୍ଯ୍ୟକଳାପ ନଜର ରଖିବେ। ସେଇ ଦୁର୍ଗା ପୂଜା ଆପଣ ଜାଣିଥିବେ 2011 ମସିହାରେ ଝାରପଡା ଗ୍ରାମବାସୀ ମିଳିତ ଭାବରେ 2011ରେ ପୂଜା ଆରମ୍ଭ କରିଥିଲେ। କିଛି ବାଦ ବିବାଦ ଘଟିଲା। 2024 ମସିହାରେ କିଛି ମୁସଲିମ ଲୋକ ଜାଣିଶୁଣି ପୂର୍ବତନ ସଭାପତି ସେକ୍ରେଟାରୀ ଜାଣିଶୁଣି 172 ମେମ୍ବର ଫାଉଣ୍ଡର ମେମ୍ବରଙ୍କୁ କାଟିଦେଲେ, ସଦସ୍ୟତା ପଦରୁ କାଟିଦେଲେ। ସେଥିପାଇଁ ଗାଁ ଲୋକ ନିଷ୍ପତ୍ତି ନେଲେ, ତାଙ୍କୁ ଦାୟିତ୍ୱ ଦେଇଥିଲେ 2011 ମସିହାରେ ଦାୟିତ୍ୱ ବୁଝିବା ପାଇଁ। ସେମାନଙ୍କୁ ଦାୟିତ୍ୱ ଦେଇନଥିଲେ ଯେ ଗାଁ ଲୋକ ମାନଙ୍କୁ ସଦସ୍ୟତା ପଦରୁ କାଢିଦେବା ପାଇଁ। ସେଥିପାଇଁ ଗାଁ ଲୋକ ଚିନ୍ତା କଲେ, ଆମେ ଗ୍ରାମବାସୀ ଆମ ମେଳନ ପଡିଆରେ ଆମେ ପୂଜା କରିବା ଆମ ଅଞ୍ଚଳବାସୀ ନେଇକି। ଆମର ଗ୍ରାମର ଝାରପଡା ଗ୍ରାମର ଦୁର୍ଗା ପୂଜା ସମିତିର ମୁଁ ସାଧାରଣ ସମ୍ପାଦକ ପ୍ରକାଶ କୁମାର ସାମନ୍ତରାୟ ଆପଣଙ୍କ ସମ୍ମୁଖରେ ମୁଁ କିଛି କହିବାକୁ ଚାହୁଁଛି। ଆମର ଯୋଉ ଏଇ ଯୋଉ ତୋରଣୀଟିର ନାମ ରଖାଗଲା, ନାମକରଣ କରାଗଲା ବୌଦ୍ଧଗଡ଼ ଦୁର୍ଗ। ବୌଦ୍ଧଗଡ଼ ଦୁର୍ଗ ମଧ୍ୟ ବହୁତ ଲୋକ ଜାଣିନଥିବେ। ଏଠି ଯେମିତି କହିଲେ ବୌଦ୍ଧଗଡ଼ ବୋଲି ଯେମିତି ବରଗଡ଼ ଶିଶୁପାଳଗଡ଼ ଯେମିତି ରହୁଛି, ସେମିତି ଏଠି ଗୋଟେ ଗଡ଼ ଥିଲା ଆମ ଜେଜେବାପା ମାନେ ଆମେ ଯାହା ଶୁଣିଛୁ। ତ ସେଠି ଇତିହାସର ପୁନରାବୃତ୍ତି କରିବା ପାଇଁକା ଆମେ ଏଇ ତୋରଣୀଟି ନାମକରଣ ଦେଲୁ। ତେଣୁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଆର୍କୋଲୋଜି ଡିପାର୍ଟମେଣ୍ଟ ଯୋଉଠି ବି ହଉ ଆପଣ ଏ ମାଧ୍ୟମରେ ପ୍ରଚାର ପ୍ରସାର ହବ ଯେ ବୌଦ୍ଧଗଡ଼ ଦୁର୍ଗ କଣ, ସେ କୋଉଠି କେମିତି ଥିଲା। ଆକ୍ଚୁଆଲି ଆମର ଯୋଉ ଆମେ ଛୁଆ ବେଳେ ତାଙ୍କ ରାଣୀଙ୍କର ଶିଶୁପାଳ ରାଣୀ ଆସନ୍ତି ଏଠି ଗାଧାନ୍ତି। ତାଙ୍କର ଯୋଉ ପୋଖରୀ ଆମେ ଛୁଆ ଦିନେ ଆମେ ଯାଇଛୁ, ବିଶ୍ୱାସ କରିବେନି, ଆମେ ସେଠି ଗାଧୋଇବା ଭିତରେ ତାଙ୍କ ସୁନା ବି ପାଇଛୁ, ଛୋଟ ଛୋଟ ତାଙ୍କ ଚୁମକି ଲାଗିଥାଏ। ବହୁତ ଆମ ଗାଁ ସେ ବାବଦ ଖୋଳି ଥାଇକି ଆମେ ବହୁତ ସେ ସୁନା ବି ଛୋଟ ଛୋଟ ପାଇଥିଲୁ। ତ ସେଇ ସମୟରେ ଆମ ବାପା ଜେଜେମାନେ କହୁଥିଲେ ଯେ ଏଠି ବୌଦ୍ଧଗଡ଼ ବୋଲି ଥିଲା, ତାଙ୍କର ରଜା ଏଠି ଅଛନ୍ତି, ସେଇ ତାଙ୍କରି ନାମରେ ଆମେ ଏଇଟା ନାମିତ କଲୁ ଆମ ତୋରଣୀଟି। ମୁଖ୍ୟ ଆକର୍ଷଣ ରହିବ ଆମର ଦେଖନ୍ତୁ ଆଲୋକସଜ୍ଜା ଆମେ ପୁରା କଟକ ରୋଡରେ ଆମେ ଯେମିତି ଲାଇଟ୍ ୟୁନିକ୍ ଲାଇଟ୍ ଆମେ ଲଗେଇଛୁ। ତା ସହିତ 4ଟି ଟଏଲେଟର ବ୍ୟବସ୍ଥା କରିଛୁ, 2ଟି ମହିଳାଙ୍କ ପାଇଁକା 2ଟି ପୁରୁଷଙ୍କ ପାଇଁକା। ପ୍ଲସ୍ ଏଥିରେ ଆମର ମହିଳା ସ୍ୱେଚ୍ଛାସେବୀ ମାନେ ତାଙ୍କ ତରଫରୁ ଆମକୁ ପ୍ରସ୍ତାବ ଦେଲେ ଯେ ଆମର ଆଜି ମହିଳାଙ୍କୁ ଯେମିତି ଆମେ ପ୍ରାଧାନ୍ୟ ଦବା, ମହିଳାଙ୍କୁ ସେମାନେ ମହିଳାଙ୍କୁ କେମିତି ଆଣି ସୁରୁଖୁରୁରେ ପୂଜା ଦର୍ଶନ କରି ଶାନ୍ତି ସୁଖରେ ଦର୍ଶନ କରିକି ଯିବେ, ସେଥିପାଇଁ 100 ମହିଳା ମାନେ ଆମକୁ ସହାୟତା କରିବେ। ପ୍ଲସ୍ ମହିଳା ପୋଲିସ ବି କିଛି ଆମେ ଆଇଆଇ ସାର୍ ବି କହିଛନ୍ତି ସେମାନେ ବି ସହଯୋଗ କରିବେ। ତେଣୁ ଆମର ପୂଜାଟା ଏଠି ଯେମିତି ପ୍ରକାର ଦେଖିବେ 5 ଏକର ଜାଗା ଭିତରେ ସବୁ ପ୍ରକାର ଆୟୋଜନ କରିଛି। ମେଲୋଡି ପ୍ରୋଗ୍ରାମ ଆରମ୍ଭ କରି ମୀନା ବଜାର ଦୋଳି ଏସବୁ ଜିନିଷ ଦେଇଛନ୍ତି। ଏଠି ବହୁତ ମାତ୍ରାରେ ମାନେ ଜାଗା ଅଛି, ସ୍ପେସ୍ ଅଛି, ଯେମିତି ଉପଭୋଗ କରିପାରିବେ।